ସେଟା କଣ ଯେ କହୁନାହାନ୍ତି ଛୋଟିଆ ଜିନିଷଟା ମଗା ହେଇଛି। କଣ ଏଇଟା ଚକଲେଟ ହାଁ ଚକଲେଟ ଚକଲେଟ ସବୁ ଏଇଥିରେ ମଗାଯାଏ ପୋଷ୍ଟରେ। କହୁନାହାନ୍ତି ସାର୍ এটা ଖୋଲେ ହିଁ କୁପଟା ଖୋଲୁନି ଜାଣିପାରୁନି ତାକୁ। ଆରେ ଏଇଟା ହଉଛି ଗୋଟେ କଳା ପଡ଼ିଯାଇଛି ତ ଗୋରା ହବା ପାଇଁ ଏ ଜିନିଷଟା ମଗେଇଛି। ଗୋରା ହବା ପାଇଁ ମାନେ ଦୁନିଆ ସାର୍ ଆପଣ କହିଥିଲେ ନା କିଏ କହିଲେ ଆପଣଙ୍କୁ ନ ଦେଖିବା ପାଇଁ? ନାଇଁ ସିକ୍ରେଟଟା ସବୁବେଳେ ସିକ୍ରେଟ ନା ନାଇଁ। ଓହୋ ସାର୍ କିନ୍ତୁ ଆପଣ ତ ଦେଖିବେ। ଦେଖେଇଲେ କଣ ହବ? କିଏ ଦେଲା ମୁଁ କଣ ଦେଖେଇବି? ହୁଁ ଟିକେ ରହିଥା ଏଇଟା ଖୋଲୁ ବାବ। ସଂଘର୍ଷ ଚାଲିଛି। ସଂଘର୍ଷ ମାନେ ଅଲଗା ପ୍ରକାର ସଂଘର୍ଷ। କେମିତି ପ୍ୟାକ୍ କରୁଛନ୍ତି ଯେ ଆକୁ ଖୋଲି ବି ହଉନି। ଛୁରୀ ଅଛି ଛୋଟିଆ ଜିନିଷଟା କିନ୍ତୁ ବଡ଼ ଟେନସନ୍ ଅଛି। ନିଜ ଜିନିଷ ଦେଖିଛନ୍ତି ନା ପୁରା ଷ୍ଟ୍ରଙ୍ଗ ନିବୁ ହଁ ଏଡେ ମୋଟା ମୋଟା ତା ଭିତରେ ଆହୁରି ହଁ ପୁରା ଅଲଗା ପ୍ରକାର ପ୍ୟାକିଂ। ବାଃ ଖୁସି 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 ମାନେ ଏଇଟାକୁ ଲଗେଇକି ରାତିରେ ପ୍ରୋସେସ କଣ? ପ୍ରୋସେସ୍ କ'ଣ ଏଇ ଗୋଟେ ଜିନିଷଟେ ମଗେଇଦେଲି ସିନା ପରେ ମୁଁ ଜାଣିଲି ଏଇଟାକୁ ଫ୍ରିଜ୍ ଭିତରେ ରଖିବାକୁ ପଡ଼ିବ। ମୋର ତ ଫ୍ରିଜ୍ ନାହିଁ। ବସିଲି କାହାକୁ ଗୋଟେ ଏଇଟିଏ ଜିନିଷ ପାଇଁ ମୋତେ ଗୋଟେ 10-15 ହଜାର ଟଙ୍କା ଦେଇ ଗୋଟେ ଫ୍ରିଜ୍ କିଣିବାକୁ ପଡ଼ିବ। ଫ୍ରିଜଟା ଆଣନ୍ତୁ ସାର୍ କାମରେ ଆସିଯିବ ଆପଣ। ହଁ ଆଣିବା ଗୋରା ପଡ଼ିବା ପାଇଁ ଯଦି ଦରକାର ହେଉଛି ଫ୍ରିଜ୍ ତାହେଲେ ଆସିବ।